ସମସ୍ତଙ୍କର ବାପା ହଉଛି ଜଣେ 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 ସେ କିଏ ନା ବିଧାତା ବୋଲେ ବେଦାସ ବ୍ରହ୍ମା ସେଇ ହେଲେ ସୃଷ୍ଟି ରାତି ପାଇଲେ ବେଦପତି ବ୍ରହ୍ମା ଯାହାକୁ ଭଜନ କରନ୍ତି ସେ କିଏ ନା ତୁଏ ବିଷ୍ଣୁ ଆୟୁଷ୍ମାନ ବିଷ୍ଣୁ ବୋଲେ ନାରାୟଣ ରାତି ପାଇଲେ ନାରାୟଣ ଭଳି ନା ଯାହାକୁ ଭଜନ୍ତି ସେମିତି ମହାପୁରୁ କିଏ ଯାହାକୁ ବ୍ରହ୍ମା ଭଜେ ବିଷ୍ଣୁ ଭଜେ ତିନିରେ କବି କହିଲେ ବିଡୋଜା ବୋଲେ ବେଦପତି ବ୍ରହ୍ମା ବିଡୋଜା ବୋଲେ ଦେବରାଜ ଇନ୍ଦ୍ର ରାତି ପାଇଲେ ଇନ୍ଦ୍ର ଯାହାକୁ ଭଜନ করে ସେ କିଏ ନା ଯାହାର ଟମ୍ବର ନାଚନି ନାଦ ସବୁଦିନ ଶୁଭେ ଦୃତି 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 ଯାହାର ବାହନ ଗୋପତି ଗୋ ବୋଲେ ଗାଈ ତାର ପତି ହେଲା ବୃଷଭ ମାନେ ଷଣ୍ଢ ବୃଷଭ ଯାହାଙ୍କର ବାହନ ସିଏ କିଏ ନାଇଁ ବହୁତ ବିଷ୍ଣୁ ବା ନାରାୟଣଙ୍କର ଇଷ୍ଟ ଦେବତା ହେଲେ ଶଙ୍କର ଭଗବାନ ପଶ୍ଚିମେଶ୍ୱର ମହାଦେବ ଆକୁ କୋଉ ପାଲା ଏ ବିଷୟରେ କହନ୍ତି ମୁଁ ଦିପଦ କଥା ଆଜି ତମରି ମହା ପଶ୍ଚିମେଶ୍ୱରଙ୍କ ନାଁ ଦିପଦ କହିଦେଲେ ଏକ ବର୍ଷା କି ପାଲା ଟିକିଆ ପାଲା ପାଲା ପଇସା ଉଠିଯିବ ତମ ମନ ବି ଶାନ୍ତି ତମେ ଯାହାକୁ ପଶ୍ଚିମେଶ୍ୱର ବୋଲି ଡାକିକି ପୂଜା କରୁଛ ପ୍ରକୃତରେ ସିଏ କିଏ ବୁଝିବା ଶୁଣୁ ପାଳି ଆଇକି ବସିବି ତାକୁ ବାରିକା ଲୋକ ଏତେ କଣ ବାସ୍ତବରେ ପଶ୍ଚିମେଶ୍ୱର ମହାଦେବ କିଏ ମାତା ବସୁଛନ୍ତି ଇଏ କୋଉ ପୁରାଣରେ ଅଛି ତମେ କଣ ପାଇଛ ଯେତିକି କହିବ ଠିକ କଥା ପୁରାଣ ଭିତରୁ କହିବି ବହି ହେଲା ମାର୍କଣ୍ଡେୟ ପୁରାଣ ସେଇଦିନ ମର୍ଯ୍ୟାଦାମୟ ପୁରୁଷୋତ୍ତମ ଭଗବାନ ରାମ ସୀତା ଅନ୍ୱେଷଣରେ ଯାଇଥାନ୍ତି ଭଗବାନ ରାମ ଶ୍ରୀକ୍ଷେତ୍ର ଦେଇ ଗଲାବେଳେ ସୀତା ଧ୍ୟାନ କରିବା ପାଇଁ ये श्रीक्षेत्र प्रथम नाम कौन थिला देखिबा आमे कहिबा पुरी ना लीलाचल क्षेत्र शंख क्षेत्र पुरुषोत्तम क्षेत्र गुल्ल प्रकृत नाटा कौन थिला के जाने देखिबा जोनी एक कवि कहिबे देखिए सारला दास महाभारत रे सारला दास शूद्रमुनि कहिबे कोला नाम गोटी अटोइता छेड़ा पहली नाम भला भला छेड़ा पहली नाम रही समान का अटोइला चलो
ଦେବତା କି ନା ହଉଛନ୍ତି ଭଗବାନ ଶଙ୍କର ବୋଲେ ଶିବ ଶିବ ମୁଁ କହୁନି ଆଉ ପ୍ରମାଣ ଦେଲେ ଯାଇକି ହବ ନା ତୁଳସୀଦାସ ମହାରାଜ କହିଲେ ବନ୍ଦ ରାମ ନାମ ରଘୁବର रामको इष्ट देवता है प्रभु शंकर भगवान बोले शिव सारा उड़ीसा गायक अनेक प्रशंसक भगवान राम को इष्ट देवता है शंकर बोले शिव शिव दर्शन न कले राम के भी अन्न जल स्पर्श करती नहीं सीता धाम करने को जाइछन्ति राम पहुंचन्ति पुरुषोत्तम क्षेत्र में शिव लिंगटी पाउना ताले केमिति पूजा प्रभु अन्न जल केमिति मोर राम छुइबो ग्रहण करिवे हनुमान महाराज पाखे ठिया उत्तर देले प्रभु खाइबे काहे एते मन विषम बोले दुख राम कोले शिवलिंग दर्शन न कला पर्यंत मते शांति नाही हनुमान बोले या तो हे राम प्रभु आपण आशीर्वाद देले कोयास पर्वत को संगे संगे बोल आइले गोंडा गोंडा शिवलिंग नहीं की पड़ी आसी प्रबल शिवलिंग से जगह दादी हनुमान को ओंकार जातो शिवलिंग पे जाइछु दादी भगवान राम बसु हां कीर्ति बेले जने बाबा जी आसी बोले कंदू बोली महर्षि जे ऋषि रे कविया कंडू आवाज बाबा जी ना कोन गिरी कंडू आ गया भाषा हार होची आगे आगे काई कान को सेमती क्लियर सुन बाबा जी ना ताला कंडू कान उठला न फेवार सुनी सेगुडा तू सब पाला वाला को सुनी मु आगे आगे सुन बस कंडू आवाज कहले प्रभु काहे की मन दुख ना शिवलिंग न देखली अन्न जल छुईबी सेतिकी बेले
ବାବାଜୀ କହିଲେ ପ୍ରଭୁ ଆପଣଙ୍କର ଆଜ୍ଞା ହେଲେ ମୁଁ ଶିବଲିଙ୍ଗଟିଏ ପ୍ରତିଷ୍ଠା କରିଦେବି। ବାବାଜୀ ଚାରିଆଡେ ଅନେଇଲା ବେଳେ ଦେଖିଲା ସବଳ ବୋଲି ସର ଜଣକ ଚାରିରେ ଖାଲି ଲାଉଟାକୁ ହୋଇଛି। ବାବାଜୀ ଜାଣି ଆଣିଲା ସେ ଲାଉଟା ପିନ୍ ପିନ୍ ମନ୍ତ୍ର ପ୍ରତିଷ୍ଠା ଗୋଟିଏ ଲିଙ୍ଗ ତିଆରି ହେଲା। ତା ନାଁଟା କଣ ଆଜ୍ଞା? ଗଲା ଲାଉରେ ତିଆରି ବୋଲି ସେ ଲାଉ କେଶର ଭଲା ଭରା ସେ ଲାଉ କେଶର କାଳ ସମୟ ପରା ଭରେଲା ଲୋକେଶ୍ୱରରୁ ଆଜି ତମେ ଯାଉଛ ଯୋଉ ପୁରୀ ଲୋକନାଥ ଦେଖିବା ତା ନାଁଟି ହେଲା ଲୋକନାଥ। ହନୁମାନ ଦିଟା ଶିବଲିଙ୍ଗ ନେଇକି ଆସିছে। କହିଲା ପ୍ରଭୁ ଆପଣଙ୍କ ଶିବଲିଙ୍ଗ ନ ଦେଖିଲେ ଖାଇବେନି। ମୁଁ ଶିବଲିଙ୍ଗ ଆଜି ରାମ ପରେ ସଇଲାଣି କାମ ନା ମାନେ ନା ପ୍ରତିଷ୍ଠା ସଇଲାଣି ନା ଗୋଟେ ଲାଉଟାକୁ ଧୋଇକି ପୂଜା କରୁଛ ନା 2-4 ଦିନରେ ପୋଚରି ଯିବ ନଷ୍ଟ ହେଇଯିବ। ରାମ କହିଲେ ଗୋଟେ କାମ କର ଏ ଲାଉଟାକୁ ଉପାଡ଼ିକି ଆଉ ଗୋଟିଏ ଯେମିତି ତଳି ଖେଞ୍ଚି ଦିଅ ସେଇମିତି ଗୋଟେ ଲିଙ୍ଗଟିଏ ଥୋଇଦେ। ହନୁମାନ ମହାପ୍ରଭୁ କଣ କଲେ ସେଇ ଲାଉଟା ଉପରେ କହିଲେ ଏଇଟା ଛୋଟିଆ ଜିନିଷଟା ଏଟାକୁ ରଖିବି ନଖରେ ଗୋଟେ ଟିପଣା ଦେଲେ। ହନୁମାନ ବଳ କଣ ଛୋଟିଆ? ପୁରାଣ ପ୍ରମାଣ କରି 10ଟା ବଳଦର ବଳ ଯେତିକି ଆଜ୍ଞା ଗୋଟେ ଷଣ୍ଢର ବଳ ସେତିକି 100ଟା ଷଣ୍ଢର ବଳ ସେତିକି ଗୋଟେ ବଣୁଆ ହାତୀର ବଳ ସେତିକି 1000ଟା ହାତୀର ବଳ ଯେତିକି ଇନ୍ଦ୍ର ଐରାବତ ହାତୀର ବଳ ସେତିକି 1,00,000 ଐରାବତ ହାତୀର ବଳ ସେତିକି ଇନ୍ଦ୍ର ଧରିଥିବା ବଜ୍ରର ବଳ ସେତିକି 1,00,000 ବଜ୍ରର ବଳ ସେତିକି ଇନ୍ଦ୍ରର ହାତର ବଳ ସେତିକି ଆଉ 1,00,000 ଇନ୍ଦ୍ରର ହାତର ବଳ ସେତିକି ହନୁମାନର କାରି ଆଙ୍ଗୁଠି ବଳ ସେତିକି। এইভাবে রামচরিত মানস প্রমাণ করে বলে অতুলিত বড় ধামা পবন কুয়ারা শ্রীরাম জয় রাম জয় জয় রাম অতুলিত বড় ধামা পবন কুয়ারা শ্রীরাম জয় রাম জয় জয় রাম অঞ্জনানন্দ হনুমন্ত বীরা সংকট মোচন জয় হনুমান আয়ুষ্মান हो सर्वारिष्ट शांतरस्तु प्रभु कल्याण करंतु तम परिवार रो मंगल हो पिला मानकर कल्याण काहियांची बळ सिद्धि हनुमान विचार कले बुपालो इटा लागे तोइची जते बेले कारिया गुठे टिपणाटे मारी देले साहू हनुमान कानी आंगुठी फाटिला हनुमान को अंगुठरू बाहरला रक्त बोले जा टानुआ लाउटा पाखळ हो जाई जे कोन कोले जान कोन कोले बोले ना एटा अंगुठरे उठियो ना ना हनुमान बसी पड़ी की लांजोटा को चारि पटे गुडे बोले लांजे गुडे की एटा उपाड़ी की फोपाड़ देबी जेमती लांजो को गुड़े दी की फोपाड़िया को चेष्टा करंती चाहू चाहू हनुमान लांजो छिड़ी होला लाजा मोरे जाई लांजो जे पड़िला दशवन दास कोई
ହନୁମାନର ଲାଞ୍ଜଟା ଛିଡ଼ି କହିଲେ ଆପଣ ପୁରୀ ବ୍ରହ୍ମଗିରି ଗଲା ବେଳେ ଗୋଟେ ଜାଗାରେ ଆସାର ଶୀତଣ୍ଡା କଲ ନା କଣ ଶିଉଳା ମହାବୀର ସେଇଠି ଲାଞ୍ଜ ପଇଲା ସେ ଲାଞ୍ଜର ମୂଳ ପଇଲା ସେଇଠି ତା ଅଗିଲାଟା କୋଉଠି ପଇଲା ଦେଖିବା ଠିକ ଠିକ ଦେଖନ୍ତୁ କେତେ ପାଠ ଅଛି ପାଲାରେ ଇଏ ଛୋଟିଆ କଥା ନୁହଁ ନା ଆଉ କୋଉ ଗାୟକ ଆସିବ କୋଉ ବିଲ୍ୱମଙ୍ଗଳ ଗାଇବି ମହାଭାରତ ସମୀକ୍ଷା ଗାଇବି କୀଚକ ବଧ ଗାଇବି କଚ ଦେବଯାନୀ ଗାଇବି ଏ ତ ସବୁ ଗାୟକ ମାନେ ଗାଆନ୍ତି ଲାଭ କଣ କିନ୍ତୁ ୟା ଭିତରେ ପାଠ କୋଉଠି ଅଛି ପାଠ ମୂଳ ପିଢିଟା ପଇଲା ଶିଉଳାରେ ତା ଅଗ୍ରଭାଗଟା ଓଲା 22 ମୌଜା ଦେଲାଙ୍ଗ ପାଗରେ ଲାଞ୍ଜ ଯେ ପଡିଲା ଆଜି ରାୟ ମୋରା ନାମ ତାର ବେଲୁ ପୋଡ଼ା ଗ୍ରାମ ପୋଡ଼ା ଲାଞ୍ଜର ଆଗ ଭାଗଟା ପଇଲା କୋଉଠି ତମ ଯୋଉ ପଣାସ ଡେଲାଙ୍ଗ ଗଲା ବେଳେ ଗୋଟେ କବି ଭାଗବତ କବି ଅଭିରାମ ପରମହଂସ ସେଇ କହିଲେ କହିଲା କର ଏଣୁ ବାସ ମୋର ଏଣୁ କରମଳା ଯେ ତାର লাঙ্গ বলি নাম ନିଜେ ଅଭିରାମ ପରମହଂସ କହିଛନ୍ତି ଡେଲାଙ୍ଗ ନାଁ ଥିଲା ପଣାସ ନାଁ ଥିଲା କରମଳା ନାଁ ଥିଲା କହିଲା ସକଳ ଘଟେ ଅଛି ପୁରୀ ଏଣୁ ମୋ ଜିଲ୍ଲା ନାମ ପୁରୀ ବ୍ରହ୍ମରୁ ଅଟେ ମୋ ବିହାର ଏଣୁ ମୋ ନାମ ବ୍ରହ୍ମେଶାର ଅଭିରାମ ପରମହଂସ କିନ୍ତୁ ମୁଁ ଆପଣଙ୍କୁ ଭଲ ପାଏ ହାତ ଯୋଡୁଛି କୋଉ କଳାକାର ମାନଙ୍କୁ ଏମିତି ପଚାରିବେ